ସୁସ୍ଥ ଜୀବନ ଓଡ଼ିଶାରେ ଆଜି ଆମେ ନିମ୍ନ ରକ୍ତଚାପ ବା ଲୋ ବିପି ବିଷୟରେ ଜାଣିବା। ପ୍ରଥମେ ଆସନ୍ତୁ ଦେଖିବା ରକ୍ତଚାପ କ'ଣ? ଆମ ଶରୀରରେ ଉଭୟ ଧମନୀ ଏବଂ ଶିରାରେ ରକ୍ତ ଯେଉଁ ଚାପ ବା ପ୍ରେସରରେ ପ୍ରବାହିତ ହୋଇଥାଏ ତାକୁ ରକ୍ତଚାପ କୁହାଯାଏ। ସ୍ଫିଗ୍ମୋମାନୋମିଟର ଦ୍ୱାରା ଏହାକୁ ଆମେ ମେଜର କରିଥାଉ। ଉଭୟ ସିଷ୍ଟୋଲିକ୍ ଓ ଡାଏଷ୍ଟୋଲିକ୍ ପ୍ରେସର ଏଥିରେ ଜଣାପଡ଼ି ଯାଇଥାଏ। କିନ୍ତୁ ସେଥିରେ ଆସୁଥିବା ରିଡିଂରୁ ଆମେ ଏହା କେବେ ବି ଜାଣିପାରିବା ନାହିଁ ଯେ ଶରୀରର ସବୁ ଜାଗାରେ ରକ୍ତ ଯେଉଁ ଚାପରେ ପହଞ୍ଚୁଛି ବା ଯେଉଁ ପ୍ରେସରରେ ପହଞ୍ଚୁଛି ସେଗୁଡ଼ିକର ଏକ୍ଜାକ୍ଟ ପରିମାଣ କେତେ। ଶରୀରର ସବୁ ଜାଗାରେ ରକ୍ତ ପହଞ୍ଚିବା କେତେଗୁଡ଼ିଏ ଜିନିଷ ଉପରେ ନିର୍ଭର କରେ, ଯେମିତିକି ହୃଦୟର ସ୍ପନ୍ଦନ ଓ ହୃଦୟ ଚାରିକଡ଼େ ଥିବା ମାଂସପେଶୀ, ରକ୍ତ ନଳିକାର ପରିଷ୍କାରତା, ସ୍ନାୟୁ ଓ ମାଂସପେଶୀର ସମନ୍ୱୟ, ମାନସିକ ଅବସ୍ଥା ଓ ଚିନ୍ତାଧାରା ତଥା ଶାରୀରିକ ଗଠନ ମଧ୍ୟ ରକ୍ତଚାପ ଉପରେ ପ୍ରଭାବ ପକାଇଥାନ୍ତି। ଜଣେ ସୁସ୍ଥ ସାଧାରଣ ମଣିଷର ରକ୍ତଚାପର ନର୍ମାଲ ରେଞ୍ଜ 120/80 ମିଲିମିଟର ଅଫ ମର୍କରୀ କଲମ ହୋଇଥାଏ। ଯେତେବେଳେ ଏହାଠାରୁ ଅଧିକ ହୁଏ ତାକୁ ଉଚ୍ଚ ରକ୍ତଚାପ ଏବଂ ଯେତେବେଳେ ଏହାଠାରୁ କମ୍ ହୁଏ ତାକୁ ନିମ୍ନ ରକ୍ତଚାପ ବା ଲୋ ବ୍ଲଡ ପ୍ରେସର କୁହାଯାଏ। ଯଦି ବ୍ଲଡ ପ୍ରେସର ଆପାରାଟସର ରିଡିଂ 90/60 ପର୍ଯ୍ୟନ୍ତ ପହଞ୍ଚି ଯାଉଛି ଏବଂ ରେଗୁଲାରଲି ଏହା ହେଉଛି, ତାହେଲେ ଏ ଅବସ୍ଥାକୁ ନିମ୍ନ ରକ୍ତଚାପ କୁହାଯାଏ। ଏହାର କେତେଗୁଡ଼ିଏ ପ୍ରମୁଖ କାରଣ ରହିଛି। ସକାଳ ଜଳଖିଆ ନ ଖାଇବା, ଦୁର୍ବଳ ବା ଫ୍ୟାଟି ଲିଭର ହେବା, କୁପୋଷଣ ଅର୍ଥାତ୍ ଭିଟାମିନ୍ ଓ ମିନେରାଲର ଅଭାବ ହେବା, କୁପାଚନ ବା ପାଚନ ତନ୍ତ୍ରରେ କୌଣସି ପ୍ରକାର ସମସ୍ୟା ବା ଇନଫେକ୍ସନ ଦେଖାଯିବା, ଶରୀରରେ ଲବଣ ଓ ଶର୍କରା ସ୍ତର କମ୍ ବା ବେଶୀ ହେଲେ ମଧ୍ୟ ନିମ୍ନ ରକ୍ତଚାପର ସମ୍ଭାବନା ଥାଏ। ଯେଉଁମାନେ ଦୀର୍ଘଦିନ ଧରି ବିଭିନ୍ନ ପ୍ରକାର ମାନସିକ ଚିନ୍ତା ଓ ଭୟ ଏଭଳି ସମସ୍ୟାରେ ଅଛନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ରକ୍ତଚାପ କମିଯିବାର ସମ୍ଭାବନା ଥାଏ। ଯେଉଁମାନେ ଆବଶ୍ୟକତା ଠାରୁ ଅଧିକ ପରିଶ୍ରମ କରୁଛନ୍ତି କିନ୍ତୁ ସେ ଅନୁସାରେ ଖାଦ୍ୟ ଖାଉନାହାନ୍ତି କିମ୍ବା ଧାତୁ ଶକ୍ତିର କ୍ଷୟ ହେଉଛି, ତାହେଲେ ମଧ୍ୟ ନିମ୍ନ ରକ୍ତଚାପ ହୋଇଥାଏ। ଖରାପ ଖବର ବା ଦୁର୍ଘଟଣା ଜନିତ ଶାରୀରିକ ଓ ମାନସିକ ଧକ୍କା ବା ଶକ୍ ପାଇଲେ କିଛି କ୍ଷଣ ପାଇଁ ବା କିଛି ଦିନ ପାଇଁ ଆପଣ ନିମ୍ନ ରକ୍ତଚାପର ଶିକାର ହୋଇପାରନ୍ତି। ଏଭଳି ଅବସ୍ଥାକୁ ହାଇପୋଟେନସନ ମଧ୍ୟ କୁହାଯାଏ। ଶରୀରରେ ଅନ୍ୟାନ୍ୟ କୌଣସି ରୋଗ ବ୍ୟାଧି ବା ଜ୍ୱର ମଧ୍ୟ ଥିଲେ ରକ୍ତଚାପର ସ୍ତର କମି ଯାଇଥାଏ। ଆସନ୍ତୁ ଦେଖିବା ନିମ୍ନ ରକ୍ତଚାପର ବା ଲୋ ବିପିର କେତେଗୁଡ଼ିଏ ଲକ୍ଷଣ। ମୁଣ୍ଡ ହାଲକା ଲାଗିବା, ମୁଣ୍ଡକୁ ଠିକରେ ରକ୍ତ ନ ଯିବା, ମୁଣ୍ଡ ବୁଲାଇବା, ଥକା ଅନୁଭବ କରିବା, ଏହା ସହ ଆଖି ଆଗରେ ଅନ୍ଧାର ଛାଇଯିବା, ନାଡ଼ି ବା ପଲ୍ସ ଧୀରେ ଧୀରେ ଚାଲିବା ଏବଂ ସ୍ଫିଗ୍ମୋମାନୋମିଟର ରିଡିଂରେ ବ୍ଲଡ ପ୍ରେସର କମ୍ ଦେଖାଇବା। ଏହାଛଡ଼ା ମାନସିକ ଉତ୍ତେଜନା ବା ମାନସିକ ଶିଥିଳତା ମଧ୍ୟ ଆଉ ଗୋଟିଏ ଲକ୍ଷଣ। ହାତ ଓ ପାଦ ଥଣ୍ଡା ପଡ଼ିଯିବା, ସ୍ମରଣ ଶକ୍ତି କ୍ଷୀଣ ହୋଇଯିବା, ଅଳ୍ପ ପରିଶ୍ରମରେ ଦୁର୍ବଳ ଅନୁଭବ କରିବା ଏବଂ ନପୁଂସକତା ଭଳି ସମସ୍ୟା ମଧ୍ୟ ନିମ୍ନ ରକ୍ତଚାପର ପ୍ରମୁଖ ଲକ୍ଷଣ। ଯଦି ଆପଣଙ୍କ ତ୍ୱଚାର ଇଲାଷ୍ଟିସିଟି କମିଯାଉଛି ବା ଚିକଣ ଅଂଶ କମିଯାଉଛି, ଲୋଚାକୋଚା ଦେଖାଯାଉଛି, ତାହେଲେ ମଧ୍ୟ ଆପଣ ନିମ୍ନ ରକ୍ତଚାପର ଶିକାର ଧୀରେ ଧୀରେ ହୋଇଛନ୍ତି। ଯଦି ଆପଣ କମ୍ ଖାଇପାରୁଛନ୍ତି ଏବଂ ଅଧିକ ସମୟ ଉପାସ ରହି ନ ପାରୁଛନ୍ତି ଏବଂ ଆପଣଙ୍କର ଶରୀରରେ ଥିବା ସଞ୍ଚିତ ଶକ୍ତି କମିଯାଉଛି, ତାହେଲେ ମଧ୍ୟ ନିମ୍ନ ରକ୍ତଚାପ ଭଳି ସମସ୍ୟା ଆପଣଙ୍କୁ ଗ୍ରାସ କରିଛି ବୋଲି ଅନୁମାନ କରାଯାଇପାରେ। ଶରୀରରେ ରକ୍ତଚାପ ଠିକ୍ ସ୍ତରକୁ ଆଣିବା ପାଇଁ କେତେଗୁଡ଼ିଏ ଯୋଗାସନ ଏବଂ ପ୍ରାଣାୟାମ ଚିକିତ୍ସା ଆପଣମାନେ ଅଭ୍ୟାସ କରିପାରନ୍ତି, ଯେମିତିକି ବଜ୍ରାସନ, ଉଷ୍ଟ୍ରାସନ, ମକରାସନ, ପବନ ମୁକ୍ତାସନ, ମତ୍ସ୍ୟାସନ, ଶବାସନ, କପାଳଭାତି ଓ ଭ୍ରାମରୀ ପ୍ରାଣାୟାମ ଇତ୍ୟାଦି। ନିମ୍ନ ରକ୍ତଚାପରୁ ସୁରକ୍ଷା ପାଇଁ କେତେଗୁଡ଼ିଏ ଘରୋଇ ଉପଚାର। ଏହି ଖାଦ୍ୟଗୁଡ଼ିକୁ ଆପଣମାନେ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ କିଛି ଦିନ ଭିତରେ
ନିଶ୍ଚିନ୍ତ ଭାବରେ ଆପଣମାନେ ନିମ୍ନ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇପାରିବେ। କିସମିସ୍, ଗାଈ କ୍ଷୀର, ଦହି ଓ ଘର ତିଆରି ପନିର ଓ ଛେନା। ଗରମ ପାଣି। ଦୈନନ୍ଦିନ ଆପଣମାନେ ଯଥାସମ୍ଭବ ଉଷୁମ ପାଣି ପିଅନ୍ତୁ। କେବଳ ଖାଦ୍ୟ ପୂର୍ବରୁ ଛାଡ଼ି ଅନ୍ୟ ସବୁ ସମୟରେ ଉଷୁମ ପାଣିର ବ୍ୟବହାର କରିପାରିବେ। ଏହାଛଡ଼ା ଲେମ୍ବୁ, ମହୁ, ଗୁଡ଼, ଘିଅ ଇତ୍ୟାଦି ନିଜ ଖାଦ୍ୟରେ ସାମିଲ କରନ୍ତୁ। ଗାଜର, କାକୁଡ଼ି, ବିଲାତି, ପିଆଜ, ଅଦା, କଦଳୀ, ଖଜୁରୀ, ଗଜାମୁଗ ଓ ବୁଟ, ସେଓ, ଅଙ୍ଗୁର ଓ ଅନ୍ୟାନ୍ୟ ଡାଲି ଜାତୀୟ ଖାଦ୍ୟ ମଧ୍ୟ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାରର ଭିଟାମିନ୍, ଆଇରନ୍ ଇତ୍ୟାଦି ମିଳିଥାଏ, ଯାଦ୍ୱାରା ଆମର ସ୍ନାୟୁ ବ୍ୟବସ୍ଥା ସକ୍ରିୟ ହୋଇଥାନ୍ତି ଓ ରକ୍ତଚାପକୁ ଠିକ୍ କରିଥାନ୍ତି। ଏହା ସହିତ ବାଦାମ, ଦେଶୀ ବୁଟ, ଲହୁଣୀ, ମିଶ୍ରି, ପାଳଙ୍ଗ ଶାଗ ଓ ମେଥି, ପୋଦିନା, ଧନିଆ ପତ୍ର, ସୈନ୍ଧବ ଲବଣ ଓ କଳା ମରିଚ ଚଟଣି, ବେଲପତ୍ର ସହ ଗୋଲମରିଚ, ଅଁଳା, ଡାଳିମ୍ବ, ରାଶି ଲଡୁ, ଅମୃତଭଣ୍ଡା ଇତ୍ୟାଦି ଖାଇବା ଦ୍ୱାରା ଯଥେଷ୍ଟ ପୋଷକ ତତ୍ତ୍ୱ ଶରୀରକୁ ଯାଇଥାଏ ଏବଂ ରକ୍ତର ପ୍ରବାହକୁ ସେମାନେ ଶକ୍ତି ଯୋଗାଇଥାନ୍ତି। ମନେ ରଖନ୍ତୁ, ଯେଉଁ ଖାଦ୍ୟଗୁଡ଼ିକ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ଖାଉଛନ୍ତି, ତାଙ୍କର ରକ୍ତଚାପକୁ ଠିକ୍ କରିବା ପାଇଁ ସେହି ଖାଦ୍ୟଗୁଡ଼ିକ ନିମ୍ନ ରକ୍ତଚାପ ଥିବା ବ୍ୟକ୍ତି ଯଥାସମ୍ଭବ ଆଭଏଡ୍ କରିବେ, ଯେମିତିକି ଅଳସୀ ମଞ୍ଜି, ରସୁଣ, ସର୍ପଗନ୍ଧା ଇତ୍ୟାଦି। ତମ୍ବା ପାତ୍ରରେ ନିମ୍ନ ରକ୍ତଚାପ ଥିବା ବ୍ୟକ୍ତି ପାଣି ପିଇବେ ନାହିଁ। ଯଦି ହଠାତ୍ ବ୍ଲଡ୍ ପ୍ରେସର କମିଯାଉଛି, ତାହେଲେ ଶୀଘ୍ର ଉପଚାର ପାଇଁ ଆପଣ ଲୁଣ, ଚିନି କିମ୍ବା ତୋରାଣି ପାଣି କିମ୍ବା ମହୁ ପାଣି କିମ୍ବା ORS ପାଣି ସହିତ ଆପଣ ହୋମିଓପାଥି ଔଷଧର ବ୍ୟବହାର କରିପାରନ୍ତି। ହୋମିଓପାଥିରେ ଏଭଳି କିଛି ଔଷଧ ଅଛି ଯେଉଁଗୁଡ଼ାକ ଆପଣଙ୍କୁ ଖୁବ୍ ଶୀଘ୍ର ଶାରୀରିକ ଶକ୍ତି ଯୋଗାଇବା ସହିତ ଲୋ ବିପି ସମସ୍ୟାକୁ ଦୂର କରିପାରେ। ଏହାଛଡ଼ା ସେହି ସମୟରେ ହାତ ଓ ପାଦର ନଖ ସହିତ ଆଙ୍ଗୁଠି ବାରମ୍ବାର ଚିପନ୍ତୁ, ଯାଦ୍ୱାରା ପେସେଣ୍ଟକୁ ଧୀରେ ଧୀରେ ଶକ୍ତି ମିଳିବ। ଗୋଡ଼କୁ ଟିକେ ଉଞ୍ଚାରେ ରଖି ପେସେଣ୍ଟ ଶୋଇପାରନ୍ତି। ଯଦି ନିଶ୍ୱାସ ଠିକରେ ନେଇ ହେଉନି, ତାହେଲେ ରୋଗୀକୁ ନିଦ ହେବାକୁ ଦିଅନ୍ତୁ ନାହିଁ। ଧୀର ଗତିରେ ନିଶ୍ୱାସ ନେବାକୁ କୁହନ୍ତୁ। ମାନସିକ ଚିନ୍ତାକୁ ଯଥାସମ୍ଭବ କମ୍ କରନ୍ତୁ। ଯଥାଶୀଘ୍ର ଡାକ୍ତରଖାନା ନେଇଯାଆନ୍ତୁ। ଡାଇବେଟିସ୍ ସହ ଲୋ ବିପି ଥିଲେ ଆଗରୁ ସାବଧାନ ରୁହନ୍ତୁ। ଅଳ୍ପ ପରିମାଣରେ ଗ୍ଲୁକୋଜ୍ ପାଖରେ ରଖନ୍ତୁ। ମେଦବହୁଳ ରୋଗୀ ଲୋ ବିପି ଥିଲେ ଖାଦ୍ୟପେୟରେ ସାବଧାନତା ରଖନ୍ତୁ। ନିମ୍ନ ରକ୍ତଚାପ ବା ଲୋ ବିପିକୁ ପରମାନେଣ୍ଟଲି ଠିକ୍ କରିବା ପାଇଁ କେତେଗୁଡ଼ିଏ ଔଷଧ ବିଷୟରେ ଆପଣମାନଙ୍କୁ କହୁଛି। ଆୟୁର୍ବେଦିକ ଔଷଧ ଭିତରେ ଆପଣମାନେ ଅଶ୍ୱଗନ୍ଧାରିଷ୍ଟ, ବଳାରିଷ୍ଟ, ଚ୍ୟବନପ୍ରାଶ, ଶିଲାଜିତ୍, ଲୌହାସବ, ଚନ୍ଦ୍ରପ୍ରଭା ବଟି, ମକରଧ୍ୱଜ ବଟି, ବ୍ରାହ୍ମୀ, ଶଙ୍ଖପୁଷ୍ପୀ, ଶତାବରୀ ଇତ୍ୟାଦିର ସେବନ କରିପାରନ୍ତି। ହୋମିଓପାଥି ମେଡିସିନ ଭିତରେ ଜେଲସେମିୟମ୍, କାଲିଫସ୍ ଆଉ ଫାଇଫସ୍, ନାଟ୍ରମ୍ମ୍ୟୁର, ଆଭେନା ସାଟାଇଭା, ମୋରିଙ୍ଗା, ଜିନସେଙ୍ଗ, ଡାମିଆନା ଓ ଜିଙ୍କୋ ବାଇଲବା ଇତ୍ୟାଦି ଔଷଧ ଉପଯୁକ୍ତ ଚିକିତ୍ସକଙ୍କର ପରାମର୍ଶ ଅନୁସାରେ ସେବନ କରନ୍ତୁ। ଆଶା କରୁଛି ଭିଡ଼ିଓରେ ଦେଇଥିବା ଇନଫର୍ମେସନ୍ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଭଲ ଲାଗିଥିବ ଏବଂ ଆପଣମାନଙ୍କର କାମରେ ଆସିବ।